ସକାଳୁ ସକାଳୁ ଆସିଗଲାଣି ଚୁନା ମାଛ। ତାକୁ ପରିଷ୍କାର କରିକି କେଳେଇ ଦେଲି, ଭଲ ଭାବରେ ଧୋଇ ନେଲି। ତାପରେ ଲୁଣ ହଳଦୀ ବି ଦେଇକି ଭଲ ଭାବରେ ଗୋଳେଇ ନେଲି। ତାୱାରେ ସୋରିଷ ତେଲ ଦେଇକି ମାଛକୁ ଦେଇକି ଭଲ ଭାବରେ ଲାଲ ଲାଲ କରିକି ପୁରା ଭଲ ଭାବରେ ମାଛକୁ ଭାଜି ନେଲି। ମାଛ ଆମର ରେଡ଼ି ହେଇଗଲା। ମାଛକୁ ଆଜି ଚୁନା ମାଛକୁ ଭେଣ୍ଡି, ଆଳୁ, କମଳା ରସ, ସୋରିଷ ମସଲା ଦେଇକି ବେସର ବନେଇବି। ପରିବାକୁ ଭଲ ଭାବରେ ଧୋଇ ନେଲି। ଆଉ ପରିବାକୁ ଦେଖନ୍ତୁ ପୁରା ଛୋଟ ଛୋଟ ସାଇଜ୍ କରିକି ଚୁନ ଚୁନ କରି କାଟି ନେଇଛି। କଡ଼େଇରେ ଅଳ୍ପ ସୋରିଷ ତେଲ ଆଉ ପକେଇ ଦେଇକି ତାପରେ ପରିବାକୁ ଦେଇକି ଲୁଣ ହଳଦୀ ଦେଇକି ଭଲ ଭାବରେ ଏପଟ ସେପଟ କରିକି 2-3 ମିନିଟ୍ ପରେ କାଢ଼ିଦେବା। ତାପରେ ତରକାରୀ ପାଇଁ ମସଲା ଦେଖନ୍ତୁ, ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ତାକୁ ଭଲ ଭାବରେ ବାଟି ନେଲି। କଡ଼େଇରେ ଅଳ୍ପ ସୋରିଷ ତେଲ, କଟା ପିଆଜ, କଟା ଟମାଟୋ ଆଉ ସୋରିଷ ମସଲା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଦେଇକି ଭଲ ଭାବରେ କଷିବି। ଅଳ୍ପ ସମୟ କଷିବେ ସୋରିଷ ମସଲା। ତାପରେ ପାଣି ଦେଇକି ପୁଣି ଭଲ ଭାବରେ ଗୋଳେଇ ନେବି। ଟିକେ ମସଲା ହେଇ ଆସିଲେ ପରିବାକୁ ଦେଇକି ଭଲ ଭାବରେ ଗୋଳେଇକି ପାଣି ଦେଇଦେବା। ତରକାରୀ ଆମର ଟିକେ ଆଳୁ ଭେଣ୍ଡି ସିଝିଗଲେ ତା ସାଙ୍ଗରେ ମାଛକୁ ଦେଇକି ପୁଣି ଭଲ ଭାବରେ ଗୋଳେଇବା। ଆଉ ସୋରିଷ ମସଲା ତରକାରୀରେ କଞ୍ଚା ଲଙ୍କା ନିହାତି 3ଟା ଛାଡ଼ିଦେବେ। ତାପରେ ଭଲ ଭାବରେ ଗୋଳେଇକି ଏପଟେ କମଳା ଦେଖନ୍ତୁ ମୁଁ 2ଟା ନେଇଥିଲି, ତାକୁ ଭଲ ଭାବରେ ଚିପୁଡ଼ିକି ରସ କାଢ଼ିକି ସେ ତରକାରୀରେ ଦେଇଦେବା। ଆମର ତରକାରୀ 5-10 ମିନିଟ୍ ଫୁଟିଲା ପରେ ତରକାରୀ ରେଡ଼ି ହେଇଗଲାଣି। ତାପରେ ଧନିଆ ପତ୍ର ଦେଇଦେବା। ଆଉ ତାପରେ ତ ପଖାଳ ବାଡ଼େଇବା। ଆଉ ପଖାଳ ସାଙ୍ଗରେ ଏଇ ଆଇଟମ୍ଟି ବହୁତ ବଢ଼ିଆ ଲାଗିବ। ଆପଣମାନେ ବନାନ୍ତୁ। ଆଉ ଆପଣମାନେ ନିହାତି ବନେଇକି କୁହନ୍ତୁ ତାର ତରକାରୀର ଟେଷ୍ଟ କେଉଁଭଳିଆ ହେଇଛି। ଆଉ ମୁଁ ତ ଖାଇକି ବହୁତ ବଢ଼ିଆ ହେଇଛି ବୋଲି କହୁଛି। ଆପଣମାନେ ବନାନ୍ତୁ ଆଉ ଆପଣଙ୍କ ଘରେ ସମସ୍ତଙ୍କୁ ଖୁଆନ୍ତୁ। ଆପଣମାନଙ୍କୁ ଖାସ୍ କରିକି ମୋ ଭିଡ଼ିଓ ପସନ୍ଦ ଆସିଲେ ନିହାତି ଲାଇକ୍ କରନ୍ତୁ। ଆଉ ଏଇଭଳି ଦେଶୀ ଖାଇବା କାହାର ପସନ୍ଦ ନିହାତି କମେଣ୍ଟ କର।